ସ୍ତ୍ରୀଙ୍କ ଜନ୍ମ ପୁରୁଷଙ୍କୁ କେବେ ଏବଂ କେମିତି ମିଳିଥାଏ ଆସନ୍ତୁ ଜାଣିବା। ଶାସ୍ତ୍ର ଅନୁସାରେ କୁହାଯାଏ ଯେ ଯେଉଁ ମନୁଷ୍ୟ ଭାବନା ସହିତ ଯେମିତି ହୋଇଥାଏ ତାକୁ ସେମିତି ଅନୁରୂପ ପରବର୍ତ୍ତୀ ଜନ୍ମରେ ମିଳିଥାଏ। ଖାସ କରି ମୃତ୍ୟୁ ସମୟରେ ତାର ଯେମିତି ଚିନ୍ତାଧାରା ଥାଏ କିମ୍ବା ଯେଉଁ ଭାବନାରେ ସେ ରହିଥାଏ ତ ତାକୁ ସେହି ପ୍ରକାର ଲିଙ୍ଗ ବା ଜନିରେ ଜନ୍ମ ହେବାକୁ ପଡ଼ିଥାଏ। ସଂସାରରେ ଯେତିକି ବି ଜୀବଜନ୍ତୁ ବା ସେମାନଙ୍କର କୌଣସି ନା କୌଣସି ରୂପରେ ପ୍ରତ୍ୟେକ ଯୁଗରେ ଏବଂ ପ୍ରତ୍ୟେକ ସମୟରେ ଥାଆନ୍ତି। ଆଜିର ଏହି ଭିଡ଼ିଓରେ ଆଜି ଜାଣିବା ଏମିତି କେଉଁ କାରଣ ଅଛି ଯାହାଦ୍ୱାରା କୌଣସି ପୁରୁଷର ପରବର୍ତ୍ତୀ ଜନ୍ମ ଏକ ସ୍ତ୍ରୀ ରୂପରେ ହୋଇଥାଏ। ତ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଗୀତାରେ କହିଥିଲେ, ଏମିତି କୌଣସି ସମୟ ନଥିଲା ଯେବେ ମୁଁ ନଥିଲି କି ତୁମେ ନଥିଲ। ମୋତେ ପ୍ରତ୍ୟେକ ଜନ୍ମରେ ଜ୍ଞାନ ଅଛି, କିନ୍ତୁ ତୁମକୁ ଏହି ସମ୍ବନ୍ଧ କୌଣସି ଜ୍ଞାନ ନାହିଁ। ବାସ୍ ଏହି ଅନ୍ତର ଅଛି ମୋ ଭିତରେ ଆଉ ତମ ଭିତରେ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଉପଦେଶ ଦେଇ କହିଥିଲେ, ଯେଉଁ ବ୍ୟକ୍ତି ମୃତ୍ୟୁ ସମୟରେ ନିଜର ସ୍ତ୍ରୀ, କନ୍ୟା କିମ୍ବା ଅନ୍ୟ ସ୍ତ୍ରୀର ଧ୍ୟାନ କରିଥାଏ, ତାର ହୃଦୟର ତାଙ୍କ ପାଇଁ ଚିନ୍ତା କରିଥାଏ, ତ ତାର ପରବର୍ତ୍ତୀ ଜନ୍ମ ସ୍ତ୍ରୀ ରୂପରେ ହୋଇଥାଏ। ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ହେବାର ଆଉ ଏକ ବଡ଼ କାରଣ ହେଉଛି ଯେଉଁ ବ୍ୟକ୍ତି ସ୍ତ୍ରୀମାନଙ୍କ ପ୍ରତି ଅଧିକ ରୁଚି ରହିଥାଏ କିମ୍ବା ତାଙ୍କ ସହିତ ରହି ସ୍ତ୍ରୀ ବ୍ୟବହାର କରିଥାଏ, ସେ ନିଜେ ବି ପରବର୍ତ୍ତୀ ଜନ୍ମ ସ୍ତ୍ରୀ ଜନ୍ମ ହୋଇଥାଏ। ପରବର୍ତ୍ତୀ ଜନ୍ମରେ ସ୍ତ୍ରୀ ହେବାର ଆଉ ଗୋଟେ କାରଣ ଏହା ହେଉଛି ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ, ମା, ଭଉଣୀ ବା କୌଣସି ବି ସ୍ତ୍ରୀକୁ ହଇରାଣ କରିଥାଏ କିମ୍ବା ତାଙ୍କର ଅପମାନ କରିଥାଏ କିମ୍ବା ନିଜ ସ୍ତ୍ରୀର ଅନାଦର କରିଥାଏ, ତାକୁ ପୂର୍ବଜନ୍ମରେ କରିଥିବା ଦଣ୍ଡ ଭୋଗିବା ପାଇଁ ପଡ଼ିଥାଏ। ତ ଭଗବାନ ଶ୍ରୀକୃଷ୍ଣ ଅନ୍ତରେ କହିଛନ୍ତି ଯେଉଁଠି ନାରୀ ଖୁସି ରହିଥାଏ ତ ସେଠାରେ ଦେବତାମାନଙ୍କର ବାସ ରହିଥାଏ ଏବଂ ମା ଲକ୍ଷ୍ମୀ ସର୍ବଦା ସେଠାରେ ବାସ କରନ୍ତି। ଏମିତି ଘର ଧନ ଧାନ୍ୟରେ ଭରି ରହିଥାଏ। ତ ଦର୍ଶକ ବନ୍ଧୁ, ଆଜିକାର ଭିଡ଼ିଓ ଯଦି ଭଲ ଲାଗିଥାଏ ଲାଇକ୍ କରନ୍ତୁ, ମତାମତ କମେଣ୍ଟ ଜରିଆରେ ଦିଅନ୍ତୁ। ଯଦି ଚ୍ୟାନେଲ ନୂଆ ଅଛନ୍ତି ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଦ୍ୱାରା ଆଗକୁ ଆସୁଥିବା ସମସ୍ତ ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣ ପାଇପାରିବେ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଦେଖା ହେବ ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।